ବନ୍ଧୁଗଣ, ମୁଁ ଆଜି ସଫଳ ଲୋକଙ୍କ ଭିତରେ 5ଟି ଅଭ୍ୟାସ କହୁଛି, ଯେଉଁ ଅଭ୍ୟାସ କରି ଆପଣମାନେ ନିଶ୍ଚୟ ଏକ ସଫଳ ବ୍ୟକ୍ତି ହୋଇପାରିବେ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କମେଣ୍ଟ କରିବା ସହ ସେୟାର କରିବେ। ତା ସହିତ ସବସ୍କ୍ରାଇବ୍ କରିଦେବେ। ମୋତେ ଟିକେ ସପୋର୍ଟ କରିବେ। ଆପଣଙ୍କ ସପୋର୍ଟ ପାଇଲେ ମୋର ଆଗ୍ରହ ହେବ ଏହିଭଳି ଭିଡ଼ିଓ ବନେଇବା ପାଇଁ। ପ୍ଲିଜ୍ ସପୋର୍ଟ ମାଇ ଚ୍ୟାନେଲ। ଏହି 5ଟି ଅଭ୍ୟାସ ସଫଳ ଲୋକଙ୍କ ପାଖରେ ଦେଖାଯାଏ। ଥରେ ଜଣେ ପ୍ରସିଦ୍ଧ ମହାତ୍ମା ପାଖକୁ ଗୋଟେ ଲୋକ ଆସିଲା ଏବଂ କହିଲା, ମହାତ୍ମା, ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି। ମହାତ୍ମା କହିଲେ, ପଚାର। କ'ଣ ପଚାରିବ? ଲୋକଟି ପଚାରିଲା, ସବୁ ଲୋକଙ୍କ ପାଖରେ 2 ହାତ, 2 ଗୋଡ଼ ଏବଂ ଗୋଟିଏ ମସ୍ତିଷ୍କ ଏବଂ 24 ଘଣ୍ଟା ସମୟ ଥାଏ, କିନ୍ତୁ ସେଥିରୁ ମାତ୍ର କିଛି ଲୋକ ସଫଳ ହୋଇଥିବା ବେଳେ ଅଧିକାଂଶ ଲୋକ ସଫଳତା ନ ପାଇପାରି ସାଧାରଣ ଜୀବନ ବଞ୍ଚି ଏ ଦୁନିଆରୁ ବିଦାୟ ନେଇଯାଆନ୍ତି। କିନ୍ତୁ ଏମିତି କାହିଁକି ହୋଇଥାଏ? ଏହି 2 ପ୍ରକାର ଲୋକଙ୍କ ଭିତରେ କ'ଣ ପାର୍ଥକ୍ୟ? ଏହା ଶୁଣି ମହାତ୍ମା ଟିକେ ହସିଲେ ଏବଂ କହିଲେ, ସଫଳ ଏବଂ ଅସଫଳ ବ୍ୟକ୍ତି ମଧ୍ୟରେ କେବଳ ଗୋଟିଏ ଜିନିଷ ପାର୍ଥକ୍ୟ ଥାଏ ଏବଂ ସେହି ପାର୍ଥକ୍ୟ ହେଉଛି ସେମାନଙ୍କର ଅଭ୍ୟାସ। ତୁମେ ପ୍ରତିଦିନ ଯାହା ସବୁ କର ସେହି ଅନୁସାରେ ତୁମର ଭବିଷ୍ୟତ ନିର୍ଦ୍ଧାରିତ ହୋଇଥାଏ। ଯଦି ତୁମେ ଆଳସ୍ୟ, ଆରାମ ଏବଂ ଛୋଟ କାମରେ ଧ୍ୟାନ ଦେଇଥାଅ ନା, ତେବେ ତୁମର ଅସଫଳତା ସୁନିଶ୍ଚିତ। ଆଉ ଯଦି ତୁମେ ପ୍ରତିଦିନ କଠିନ ପରିଶ୍ରମ, ଅନୁଶାସନ ଏବଂ କଠିନ କାମକୁ କରିବା ପାଇଁ ଇଚ୍ଛୁକ, ତାହେଲେ ତୁମର ସଫଳତା ନିଶ୍ଚିତ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧିକାଂଶ ଲୋକ ଅଜାଣତରେ ନିଜର ପରିବେଶ, ବାପା ମା ଏବଂ ଅନ୍ୟ ଲୋକଙ୍କ ପାଇଁ ଏମିତି ଅଭ୍ୟାସ ଏବଂ ଦିନଚର୍ଯ୍ୟାରେ ବଡ଼ ହୋଇଥାନ୍ତି ଯାହାକି ତାଙ୍କୁ ସଫଳ ହେବାରେ ବାଧା ପହଞ୍ଚାଇଥାଏ। ସେମାନେ ଏମିତି ମଣିଷ କେବେ ହୋଇପାରନ୍ତି ନାହିଁ ଯାହା ସେମାନେ ହେବାକୁ ଚାହୁଁଛନ୍ତି। ଅଧିକାଂଶ ଲୋକ କେବଳ ଖାଇବା, ପିଇବା, ଛୋଟ ମୋଟ କାମ କରିବା ଏବଂ ଶେଷରେ ନିଜ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବାରେ ବିତାଇ ଦିଅନ୍ତି। କାହିଁକି ନା ଏମାନେ ଲୋକମାନଙ୍କ ଠାରୁ ଏହିସବୁ ଦେଖି ବଡ଼ ହୋଇ ଆସିଛନ୍ତି। ଏମିତି ଲୋକଙ୍କ ଜୀବନରେ ଚମତ୍କାର ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ଜୀବନରେ ଭାବନା, ଡେଲି ରୁଟିନ୍ ଏବଂ ଅଭ୍ୟାସରେ ପରିବର୍ତ୍ତନ ଆଣିପାରିବ। ଏହା ଶୁଣି ଲୋକଟି କହିଲା, ମହାତ୍ମା, ଆପଣ ମୋତେ ଏମିତି କିଛି ଭଲ ଅଭ୍ୟାସ ଶିଖାନ୍ତୁ ଯାହାକୁ ମୁଁ ଆପଣେଇ ଖାଲି ଧନ ରୋଜଗାର କାହିଁକି, ଏହା ସହିତ ଶାରୀରିକ ଏବଂ ମାନସିକ ସ୍ତରରେ ମଜବୁତ ହୋଇପାରିବି। ସମାଜରେ ମୋର ଇଜ୍ଜତ ବଢ଼ିବ ଏବଂ ଲୋକମାନେ ମୋଠୁ ଭଲ ପ୍ରେରଣା ପାଇବା ସହିତ ଆଗାମୀ ପିଢ଼ି ପାଇଁ ଯେମିତି ମୁଁ ଏକ ଉଦାହରଣ ହୋଇ ଠିଆ ହେବି। ତାପରେ ମହାତ୍ମା କହିଲେ, ମୁଁ ତୁମକୁ ଏମିତି 5ଟି ଅଭ୍ୟାସ ବିଷୟରେ କହିବି ଯାହାର ପ୍ରଭାବ ତୁମକୁ ସାଙ୍ଗେ ସାଙ୍ଗେ ଦେଖାଯିବ ନାହିଁ, କିନ୍ତୁ ଯଦି ତୁମେ ଏହି 5ଟି ଅଭ୍ୟାସକୁ ତୁମ ଜୀବନରେ ଅଂଶ ଭାବେ ଯୋଡ଼ି ଦେବ ନା, ତମେ ଦୁନିଆର 99% ଲୋକଙ୍କ ଠାରୁ ତମେ ଆଗରେ ରହିବ ଏବଂ ସଫଳତା ତୁମ ପାଦ ତଳେ ପଡ଼ିବ। ଏହା କହି ମହାତ୍ମା କହିବା ଆରମ୍ଭ କଲେ, ପ୍ରଥମ ଅଭ୍ୟାସ, ତୁମେ ସକାଳର ନିୟନ୍ତ୍ରଣ ତୁମେ ତୁମ ହାତରେ ନିଅ। ପ୍ରତ୍ୟେକ ଦିନ ସକାଳୁ ଆମ ପାଖରେ 2ଟି ବିକଳ୍ପ ରହିଥାଏ। ପ୍ରଥମଟି ହେଉଛି ଆମେ ଶୋଇ ରହି ଲଗାତାର ସ୍ୱପ୍ନ ଦେଖିବା, ଆଉ ଦ୍ୱିତୀୟଟି ହେଲା ଆମେ ସକାଳେ ଜଲ୍ଦି ଉଠି ସେ ସ୍ୱପ୍ନକୁ ପୂରଣ କରିବା ପାଇଁ ଲାଗି ପଡ଼ିବା। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧିକାଂଶ ଲୋକ ପ୍ରଥମ ଅଭ୍ୟାସକୁ ହିଁ ବାଛିଥାନ୍ତି ଏବଂ ବହୁତ ସମୟ ପର୍ଯ୍ୟନ୍ତ ବିଛଣା ଛାଡ଼ନ୍ତି ନାହିଁ। ଆଉ ଯେତେବେଳେ ଡେରିରେ ଉଠନ୍ତି ସେତେବେଳେ ପୁଣି ଥରେ ଇଆଡ଼େ ସିଆଡ଼େ ବୁଲିବା ଆଉ ଫାଲତୁ କାମରେ ସମୟ ନଷ୍ଟ କରନ୍ତି, ଯାହା ଏକ ଅସଫଳ ଏବଂ ଅଳସୁଆ ଲୋକର ପ୍ରତୀକ ହୋଇଥାଏ। ଯଦି ତୁମେ ସଫଳ ହେବାକୁ ଚାହୁଁଛ, ତାହେଲେ ସକାଳୁ ଜଲ୍ଦି ଉଠି ପ୍ରଥମ 2 ଘଣ୍ଟା
ନିଜ ପାଇଁ ସମୟ ଦିଅ। କିଛି ନହେଲେ ଏକାନ୍ତରେ 20 ମିନିଟ୍ ବୁଲିବାକୁ ଯାଅ, ଯାହାକି ତୁମକୁ ସକାରାତ୍ମକ ଚିନ୍ତା ଦେବାରେ ସାହାଯ୍ୟ କରିଥାଏ। ଏହାପରେ 20 ମିନିଟ୍ ଧ୍ୟାନ କରନ୍ତୁ। ଏହା ତୁମକୁ ପୁରା ଦିନ ଶାନ୍ତ ଏବଂ ମନ ପ୍ରସନ୍ନ କରିବାରେ ସହାୟକ ହେବ। ଅତି କମ୍ରେ 30 ମିନିଟ୍ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ତୁମ ଶରୀର ମଜବୁତ ହେବା ସହିତ ଶକ୍ତିର ସଞ୍ଚାଳନ ମଧ୍ୟ ହୋଇଥାଏ। ତୁମର ଆତ୍ମବିଶ୍ୱାସ ମଧ୍ୟ ବଢ଼େଇବ। ପ୍ରତିଦିନ ସୂର୍ଯ୍ୟଙ୍କ କିରଣ ନିଜ ଦେହରେ ପଡ଼ିବାକୁ ଦିଅନ୍ତୁ। ଏହାଦ୍ୱାରା ତୁମେ ନିରୋଗ ରହିବା ସହିତ ତୁମେ ନିରାଶ ମନରେ ନୂଆ ଆଶାର ସଞ୍ଚାର ହେବ। ଆଉ 1 ଘଣ୍ଟା ସେହି କାମରେ ଲଗାଅ ଯେଉଁ କାମ କରି ତୁମେ ସଫଳତା ପାଇବାକୁ ଚାହୁଁଛ। ପ୍ରତ୍ୟେକ ଦିନ ଏହି ଗୋଟିଏ ଘଣ୍ଟାର ଅଭ୍ୟାସ ତୁମକୁ ତୁମ କ୍ଷେତ୍ରରେ କାମ କରୁଥିବା ସବୁ ଲୋକଙ୍କ ଠାରୁ ବହୁତ ଆଗରେ ପହଞ୍ଚାଇ ଦେବ। ସକାଳର ଏହି 5 ଘଣ୍ଟା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ତୁମେ କାହାର ଅଧୀନରେ ରୁହ ନାହିଁ। ସକାଳର ଏହି ସମୟକୁ ନିଜକୁ ଉତ୍ତମରୁ ଆହୁରି ଉତ୍ତମ ହେବାରେ ଲଗାଇ ଦିଅନ୍ତୁ। ଦିନର ସବୁଠୁ କଠିନ କାମକୁ ସକାଳୁ ସକାଳୁ ସାରିବାକୁ ହିଁ ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଆପଣଙ୍କୁ ଚିନ୍ତାମୁକ୍ତ ଏବଂ ମନକୁ ହାଲକା କରିଦେବ। ନିଜର ସକାଳକୁ ସଫଳ କରନ୍ତୁ ଏବଂ ଏହା ଆପଣଙ୍କୁ ସଫଳ କରିଦେବ। ଏହାପରେ ମହାତ୍ମା କହିଲେ, ଦ୍ୱିତୀୟ ଅଭ୍ୟାସ, ତୁମେ ସବୁ ସମୟରେ ସମସ୍ତଙ୍କ ପାଇଁ ଉପସ୍ଥିତି ରୁହ ନାହିଁ। ଯଦି ତୁମେ ସମସ୍ତଙ୍କ ପାଇଁ ଅତି ସହଜରେ ଉପଲବ୍ଧ ହୋଇଯାଅ, ତେବେ ଏହାର ଅର୍ଥ ତୁମ ଜୀବନରେ କୌଣସି ବଡ଼ ଲକ୍ଷ୍ୟ ନାହିଁ। ଏହାଦ୍ୱାରା ତୁମେ ଲୋକଙ୍କ ନଜରରେ ତୁମେ ନିଜର ମୂଲ୍ୟ ତୁମେ ହରାଉଛ, ଯାହାଦ୍ୱାରା ଲୋକମାନେ ତୁମକୁ ଗମ୍ଭୀରତା ସହ ନିଅନ୍ତି ନାହିଁ। ଏଣୁ ଏମିତି ଲୋକଙ୍କୁ ତୁମର ସମୟ ଦେବା ବନ୍ଦ କରିଦିଅ ଯିଏ ତୁମର ଇଜ୍ଜତ କରେ ନାହିଁ ଏବଂ ତୁମକୁ ଫାଲତୁ ଲୋକ ବୋଲି ଭାବିଥାଏ। ଧ୍ୟାନ ରଖ, ଯଦି ପ୍ରତ୍ୟେକ ମଣିଷ ନିଜ ଇଚ୍ଛା ଅନୁସାରେ ତୁମକୁ ଉପଯୋଗ କରିଥାଏ ଏବଂ ତୁମେ ସମସ୍ତଙ୍କ ପାଇଁ ଅତି ସହଜରେ ଉପଲବ୍ଧ ହୋଇଯାଅ, ତେବେ ତୁମେ କେବେ ଜଣେ ପ୍ରଭାବଶାଳୀ ଲୋକ ହୋଇପାରିବ ନାହିଁ। ତୁମର ଏହି ଦୁର୍ବଳତା ଯୋଗୁଁ ଲୋକମାନେ ତୁମର ଭଲ ଗୁଣକୁ ବି ଧ୍ୟାନ ଦେବେ ନାହିଁ ଆଉ ତୁମକୁ ହାଲକା ଭାବିବେ। ଯଦି ତୁମେ ବୁଦ୍ଧିମତ୍ତାର ସହିତ ତୁମ ସମୟର ସଠିକ୍ ଉପଯୋଗ କରି ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବ, ତେବେ ଲୋକମାନେ ତୁମକୁ ଇଜ୍ଜତ ବି କରିବେ ଏବଂ ତୁମଠାରୁ ପ୍ରେରଣା ମଧ୍ୟ ନେବେ। ମନେ ରଖ, ସୂର୍ଯ୍ୟର ଅନୁପସ୍ଥିତି ହିଁ ସୂର୍ଯ୍ୟର ମହତ୍ତ୍ୱକୁ ବୁଝାଇଥାଏ। ଯେତେ ସମୟ ସୂର୍ଯ୍ୟ ବାଦଲ ଭିତରେ ଲୁଚି ରହିବ, ଲୋକଙ୍କ ଇଚ୍ଛା ବଢ଼ି ବଢ଼ି ଚାଲିବ ସୂର୍ଯ୍ୟଙ୍କୁ ଦେଖିବା ପାଇଁ। ଯେଉଁ ସୂର୍ଯ୍ୟଙ୍କୁ ଲୋକମାନେ ଖରା ଦିନେ ପସନ୍ଦ କରନ୍ତି ନାହିଁ, ସେହି ସୂର୍ଯ୍ୟଙ୍କୁ ଶୀତ ଏବଂ ବର୍ଷା ଦିନେ ବ୍ୟାକୁଳ ହୋଇ ଚାହିଁଥାନ୍ତି। କିନ୍ତୁ ତୁମେ କେବଳ ଦେଖାଇବା ପାଇଁ କମ୍ ଉପସ୍ଥିତି ରହିବ ନାହିଁ। ତୁମେ ଏହି କାରଣରୁ କମ୍ ଉପସ୍ଥିତି ରହିବ କାରଣ ତୁମେ ତୁମ ସମୟର ଇଜ୍ଜତ କରୁଛ ଏବଂ ନିଜ କାମକୁ ନେଇ ଗମ୍ଭୀର ଅଛ। ତାପରେ ମହାତ୍ମା କହିଲେ, ତୃତୀୟ ଅଭ୍ୟାସ, ଶୀଘ୍ର ନିର୍ଣ୍ଣୟ ନେବା ଶିଖନ୍ତୁ। ଦୁର୍ବଳ ଚିନ୍ତାଧାରା ରଖୁଥିବା ଲୋକମାନେ ନିର୍ଣ୍ଣୟ ନେବାରେ ବହୁତ ସମୟ ନିଅନ୍ତି, କିନ୍ତୁ ଉଚ୍ଚ ପ୍ରଦର୍ଶନ କରୁଥିବା ଲୋକ ବହୁତ ଶୀଘ୍ର ନିର୍ଣ୍ଣୟ ନେଇଥାନ୍ତି ଏବଂ ନିଜ କାମରେ ଲାଗିଯାଆନ୍ତି। ଶୀଘ୍ର ନିର୍ଣ୍ଣୟ ନେଉଥିବା ଲୋକ ଡେରିରେ ନେଉଥିବା ଲୋକଙ୍କ ଠାରୁ ଆଗରେ ରହିଥାନ୍ତି। ସେଥିପାଇଁ ଶୀଘ୍ର ନିର୍ଣ୍ଣୟ ନେବା ଶିଖନ୍ତୁ। ଶୀଘ୍ର ନିଷ୍ପତ୍ତି ନେବା ଏକ ବଡ଼ କଳା ଅଟେ। ଶୀଘ୍ର ନିଷ୍ପତ୍ତି ନେବା ଦ୍ୱାରା ଆମେ ଆମ ନିଷ୍ପତ୍ତିକୁ ମଧ୍ୟ ଦରକାର ସମୟରେ ବଦଳାଇ ପାରିବା। ଅଧିକାଂଶ ଲୋକ କୁହନ୍ତି ଯେ ଅଧିକ ଖବର ଯାହା ପାଖରେ ଥାଏ ସେ ସେତେ ବୁଦ୍ଧିମାନ ହୋଇଥାଏ, କିନ୍ତୁ ଅଧିକ ଖବର ସଂଗ୍ରହ କରିବା ତୁମର କ୍ଷତି ମଧ୍ୟ ହୋଇପାରେ। ଯଦି ତୁମେ ତୁମର ଅଧିକାଂଶ ସମୟ ଖବର ସଂଗ୍ରହ କରିବା, ଭାବିବା ଏବଂ ଯୋଜନା କରିବା ବିଷୟରେ ସମୟ ବିତାଉଛ, ତେବେ ତୁମର କମ୍ ସମୟ ସେହି କାମରେ ଲଗାଉଛ।
ତେଣୁ ତୁମେ ଅଧିକ ସମୟ ଖବର ସଂଗ୍ରହ କରିବା ପରିବର୍ତ୍ତେ କିଛି ସମୟ ସେହି ବିଷୟରେ ଭାବି ନିଅ। ଆଉ ଯଦି ନିର୍ଣ୍ଣୟ ନେଇଗଲ ତେବେ ସେହି ରାସ୍ତାରେ ଆଗେଇ ଚାଲ। ଏହାପରେ ମହାତ୍ମା କହିଲେ, ଚତୁର୍ଥ ଅଭ୍ୟାସ, ତୁମେ ତ୍ୟାଗ କରିବା ଶିଖ। ତୁମେ ଚାହଁ ବା ନ ଚାହଁ ତୁମକୁ ସବୁବେଳେ କିଛି ନା କିଛି ତ୍ୟାଗ କରିବାକୁ ପଡ଼ିବ। ଯଦି ତୁମେ ତୁମର ଲକ୍ଷ୍ୟ ପାଇଁ ତ୍ୟାଗ କରିବ ନାହିଁ ତାହେଲେ ତୁମର ଲକ୍ଷ୍ୟକୁ ତ୍ୟାଗ କରିବାକୁ ପଡ଼ିବ। ଯେତେବେଳେ ତୁମେ ସମୟକୁ ନଷ୍ଟ କରିଥାଅ ସେତେବେଳେ ତୁମେ ସୁନେଲି ଭବିଷ୍ୟତକୁ ମଧ୍ୟ ନଷ୍ଟ କରିଥାଅ। ଯଦି ତୁମେ ସଫଳ ହେବାକୁ ଚାହୁଁଛ ତେବେ ତୁମ ସାଙ୍ଗସାଥୀଙ୍କୁ ଛାଡ଼ିବା ପାଇଁ ପଡ଼ିବ ଯେଉଁମାନେ କି ତୁମକୁ ପଛକୁ ଟାଣିଥାନ୍ତି। କିଛି ସମୟ ପାଇଁ ତୁମକୁ ତୁମର ମନପସନ୍ଦର ଖାଦ୍ୟ, ଆରାମ କରିବା ପାଇଁ ଘର ଏବଂ ବନ୍ଧୁବାନ୍ଧବଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିବ। କିନ୍ତୁ ଏହି ତ୍ୟାଗ ସବୁବେଳେ ଏତେ ସହଜ ହୋଇନଥାଏ। ଯେତେବେଳେ ତୁମେ ଯୌବନ ବୟସରେ ଉପସ୍ଥିତ ଥାଅ ସେତେବେଳେ ତୁମକୁ ଲାଗିଥାଏ କି ମୁଁ ମୋର ଆରାମ ଏବଂ ଖୁସି କାହିଁକି ଛାଡ଼ିବି। କିନ୍ତୁ ଏହା ସତ୍ୟ ଯେ ତୁମେ ତୁମର ଆରାମ ଏବଂ ଖୁସି ଦ୍ୱାରା ଆଗକୁ କିଛି ମିଳିବ ନାହିଁ, କେବଳ ମିଳିବ ଦୁଃଖ ଏବଂ ପଶ୍ଚାତାପ। କିନ୍ତୁ ଏହାର ଅର୍ଥ ନୁହଁ ଯେ ତୁମେ ସବୁବେଳେ ତ୍ୟାଗ କରିବ ଏବଂ ତୁମ ଜୀବନ ପୁରା ନିରାଶ ହୋଇଯିବ। ଏହି ତ୍ୟାଗ କିଛି ସମୟ ପାଇଁ। ଗୋଟେ ଥର ସଫଳ ହୋଇଗଲା ପରେ ତୁମକୁ ଆଉ ସେତିକି ତ୍ୟାଗ କରିବା ପାଇଁ ପଡ଼ିବ ନାହିଁ ଯେତିକି ତୁମେ ଆଜି କରୁଛ। କିନ୍ତୁ ସମସ୍ୟା ଏହା ଯେ ଅଧିକାଂଶ ଲୋକଙ୍କୁ ତୁରନ୍ତ ସଫଳତା ଦରକାର ଏବଂ ଖୁସି ଦରକାର, ଯାହା ଆଜି ସେମାନଙ୍କୁ ଛୋଟ ମୋଟ ତ୍ୟାଗ କରିବା ପାଇଁ ଅଟକାଉଛି। କିନ୍ତୁ ତ୍ୟାଗର ସଠିକ୍ ଅର୍ଥ ହେଲା ତୁମେ ମଣିଷ ହିସାବରେ ତୁମେ ସର୍ବୋଚ୍ଚ କ୍ଷମତାରେ ପହଞ୍ଚି ପାରିବ ଆଉ ତୁମେ ସବୁ ହାସଲ କରିପାରିବ ଯାହା ତୁମେ ସ୍ୱପ୍ନ ଦେଖୁଛ। ସେଥିପାଇଁ ଠିକ୍ ଜିନିଷର ତ୍ୟାଗ କରିବା ଶିଖ। ତାପରେ ମହାତ୍ମା କହିଲେ, ପଞ୍ଚମ ଅଭ୍ୟାସ, ତୁମେ ଅନୁଶାସିତ ରୁହ। ଏ ପର୍ଯ୍ୟନ୍ତ ଯେତେ ସବୁ ଅଭ୍ୟାସ କହିଲେ ସେ ସବୁର ମୂଲ୍ୟ କିଛି ନୁହେଁ ଯଦି ତୁମେ ଅନୁଶାସିତ ଭିତରେ ରହିବ ନାହିଁ। ପ୍ରତ୍ୟେକ ମଣିଷ ଅନୁଶାସନର ମହତ୍ତ୍ୱ ଜାଣିଥାଏ କିନ୍ତୁ ଅନୁଶାସନ ଭିତରେ ରହିପାରେ ନାହିଁ। ଅନୁଶାସନର କଥା କହିବା ଏବଂ ଲୋକଙ୍କୁ ପାଳନ କରିବା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଥାଏ। କିନ୍ତୁ ଗୋଟିଏ ଅନୁଶାସିତ ଜୀବନ ବଞ୍ଚିବା ଏତେ ବି କଷ୍ଟ ନୁହେଁ ଯେତିକି ଆମକୁ ଏହା ଲାଗୁଛି। ଯଦି ତୁମେ ନିଜ ପ୍ରତି ସଚ୍ଚୋଟ ଅଛ ତେବେ ଏ କଥାଟି ତୁମ ପାଇଁ ଅତି ସହଜ। ତେଣୁ ତୁମେ ପ୍ରତିଦିନ ସେହି କାମ କରିବା ଆରମ୍ଭ କରିଦିଅ ଯାହା ତୁମେ କରିବାକୁ ଚାହୁଁଛ। ତୁମ ମନ ଥାଉ ବା ନଥାଉ, ଆରମ୍ଭ ତୁମର ସକାଳର ଶେଯରୁ ହିଁ କରିଦିଅ। ସକାଳୁ ଯେମିତି ନିଦ ଭାଙ୍ଗିବ, ଅଳସୁଆ ପରି ନ ପଡ଼ି ସାଙ୍ଗେ ସାଙ୍ଗେ ଶଯ୍ୟ ତ୍ୟାଗ କରିଦିଅ। ବ୍ୟାୟାମ କର, ଧ୍ୟାନ କର, ପୁଣି ତୁମର ସବୁଠାରୁ ଜରୁରୀ କାମରେ ଲାଗିଯାଅ। ଅନୁଶାସନ ତୁମକୁ ଲକ୍ଷ୍ୟ ଆଡ଼କୁ ଟାଣି ନେବ। ଆମେ ବିପରୀତ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିପାରିବା। ଅନୁଶାସନର କମ୍ ହେବା ଦ୍ୱାରା ଆମର ଆତ୍ମବିଶ୍ୱାସ ମଧ୍ୟ କମ୍ ହୋଇଯାଏ ଏବଂ କମ୍ ଆତ୍ମବିଶ୍ୱାସ ସହିତ କରାଯାଇଥିବା କାମଗୁଡ଼ିକରେ କେବେ ହେଲେ ସଫଳତା ମିଳେ ନାହିଁ। ସେଥିପାଇଁ ତୁମର କମ୍ ଆତ୍ମବିଶ୍ୱାସ ସହିତ ଲଢ଼େଇ କରି ଅନୁଶାସନକୁ ମଜବୁତ କରୁଥାଅ, କାହିଁକି ନା ଅନୁଶାସନ ଦ୍ୱାରା ହିଁ ଅନ୍ୟ ଅଭ୍ୟାସକୁ ମଧ୍ୟ ନିଜର ସଫଳତା ପାଇଁ ଉପଯୋଗ କରିପାରିବେ। ବନ୍ଧୁଗଣ, ଏ ଭିଡ଼ିଓଟି କେମିତି ଲାଗିଲା ଲାଇକ୍ କମେଣ୍ଟରେ ନିଶ୍ଚୟ ଜଣାଇବେ ଆଉ ଭିଡ଼ିଓକୁ ସାଙ୍ଗମାନଙ୍କୁ ସେୟାର କରିବେ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଦେଖୁଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ। ପ୍ଲିଜ୍ ସପୋର୍ଟ ମାଇ ଚ୍ୟାନେଲ।